ମନ୍ତବ୍ୟ ଦେଲେ କୋଉ ଉଦ୍ଦେଶ୍ୟରେ ଦେଲେ ଏଟା ମୁଁ ଜାଣିନି, କିନ୍ତୁ ସେ ଯାହା କହୁଥିଲେ ସେ କରିଯାଉଥିଲା। ରାଜନୀତିରେ ଉର୍ଦ୍ଧ୍ୱରେ ରହିକି ଆମ ସଂଗଠନ, ଆମେ କୌଣସି ଦଳ ବଳ ନିର୍ବିଶେଷରେ ପ୍ରଭାତ ଭାଇଙ୍କୁ ସାରା ଓଡିଶା ଲୋକ ଭଲ ପାଆନ୍ତି। ସାରା ଓଡିଶା କଳାକାରଙ୍କର ମୁଖ୍ୟ ହିସାବରେ ସେ ବରିଷ୍ଠ କଳାକାର, ମାନେ ନାମୀ ଦାମୀ କଳାକାର, ଛୋଟିଆ କଳାକାର ନୁହନ୍ତି। ତେଣୁ କଳାକାର ହିସାବରେ ତାଙ୍କୁ ସାରା ଓଡିଶାର 3.5 ଲକ୍ଷ ଲୋକ ଆମର ଯୋଉ ସଦସ୍ୟ ଅଛନ୍ତି ବହୁତ ଭଲ ପାଆନ୍ତି। ତା ବାହାରେ ବି ପରିବାର ହିସାବରେ ସବୁ ଓଡିଶା ସାରା ଭଲ ପାଆନ୍ତି। ତାଙ୍କ ବିରୁଦ୍ଧରେ ମିଛରେ ଆଲିଗେସନ କରିକି କୋଉ ସ୍ୱାର୍ଥରେ ସେ କଲେ ଆମେ ଜାଣିନାହୁଁ, କିନ୍ତୁ ବିନା କାରଣରେ ପୁରା ମିଥ୍ୟା, ମାନେ ଯୋଉଟା କି ମାନେ ଭିତ୍ତିହୀନ। ତେଣୁ ଲେଖାଶ୍ରୀ ସାମଲ ସିଂହାର ଯୋଉ ପ୍ରଭାତ ବିଶ୍ୱାଳ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ, ସଂକୀର୍ତ୍ତନ ମଣ୍ଡଳୀ ଦେଇଦେଲେ, ସେଇଥିପାଇଁ ଆଜି ସାରା ଓଡିଶାର କଳାକାର ମାନେ ରାଗି ଯାଇଛନ୍ତି। ତାଙ୍କ ହୃଦୟରେ ଆଘାତ ହେଇଛି। ତେଣୁ ସବୁ ସଭାପତି ମାନଙ୍କୁ ନିଷ୍ପତ୍ତି ନେଇ ଆଜି ନେବା ପାଇଁ ଆସିଥିଲେ, ପ୍ରେସ ମିଟିଂ କରାଗଲା। ତେଣୁ ଆଜି ନିଷ୍ପତ୍ତି ନିଆଗଲା ଯେ ଲେଖାଶ୍ରୀ ସାମଲ ସିଂହାର କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ନଦେବେ କ୍ଷମା ପ୍ରାର୍ଥନା କରନ୍ତୁ। କ୍ଷମା ପ୍ରାର୍ଥନା ନ କଲେ ସାରା ଓଡିଶାର 30ଟା ଜିଲ୍ଲାରେ 314 ବ୍ଲକରେ ଦୃଢଗତ କାର୍ଯ୍ୟାନୁଷ୍ଠାନ କରିବା ସହିତ ଆଗାମୀ ଦିନରେ ତାଙ୍କ ବିରୁଦ୍ଧରେ 314 ବ୍ଲକରେ 30ଟା ଜିଲ୍ଲାରେ ସେଇ ସଂକୀର୍ତ୍ତନ ମଣ୍ଡଳୀ ମା ମାନେ ଆଉ ଭାଇ ମାନେ ଥାନାରେ FIR ଦରଜ କରାଯିବ। ସୁନିଶ୍ଚିତ ହବ। ଖାଲି ମନାନୀ ସେଠି ନାହିଁ, ଏଇ ଯୋଉ 30ଟା ଜିଲ୍ଲା 314 ବ୍ଲକରେ ଆମେ ଥାନାରେ ଦବୁ। କଣ ଦବୁ କି? ପ୍ରଭାତ ଭାଇଙ୍କର କଥାଟା ଯୋଉ ସେ କହିଲେ ଯେ ଲକ୍ଷ ଲକ୍ଷ ଟଙ୍କା, କାହାକୁ କହିଲେ? ସାରା ଓଡିଶାର 3.5 ଲକ୍ଷ କଳାକାରଙ୍କୁ କହିଲେ। ତେଣୁ ଲେଖାଶ୍ରୀ ସାମଲ ସିଂହ ନାଁରେ 3.5 ଲକ୍ଷ କଳାକାର ମାନହାନି କେସ୍ କରିବେ। ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଥାନାରେ ମାନହାନି କେସ୍ ହିଁ କରାଯିବ। ତାଙ୍କ ନାଁରେ ଯୋଉ ମକଦ୍ଦମା ରୁଜୁ କରାଯିବ 314 ବ୍ଲକରେ 23ଟା ଜିଲ୍ଲାରେ ମାନହାନି ମକଦ୍ଦମା ହିଁ ଆମର କଳାକାର ମାନେ କରିବେ, ଆଉ କିଛି ନାହିଁ। ମାନହାନି ଯଦି ନ ଶୁଣେ କଣ ପଦକ୍ଷେପ? ନ ଶୁଣିଲା ପରେ ତାପରେ ପରବର୍ତ୍ତୀ ପଦକ୍ଷେପ ସାରା 30ଟା ଜିଲ୍ଲାର ସବୁ କଳାକାର ମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ହାଇକୋର୍ଟରେ ନିଆଯିବ କି ସୁପ୍ରିମକୋର୍ଟରେ ନିଆଯିବ। କଣ କରାଯିବ? ସାରା କଳାକାର ମାନଙ୍କୁ ଡାକିବୁ, ଭୁବନେଶ୍ୱରରେ ସମାବେଶ କରିବୁ। ସେଇଠି ତାଙ୍କର ସବୁ ସଭାପତି ମାନଙ୍କୁ ଡାକି ପୁନର୍ବାର ଗୋଟେ ମିଟିଂ କରିବୁ। ସେ ମିଟିଂରେ ନିଷ୍ପତ୍ତି ନବୁ ଯେ 30ଟା ଜିଲ୍ଲାର କଳାକାର ମାନଙ୍କୁ ନେଇକି ଆମେ କି ପ୍ରକାର ଆଇନଗତ କାର୍ଯ୍ୟକ୍ରମ କରିବୁ। କାହିଁକି ଇଏ କୌଣସି ରାଜନୈତିକ ଦଳ, ପ୍ରଭାତ ବିଷୟ ରାଜନୀତି ବ୍ୟକ୍ତିତ୍ୱ ହେଇପାରନ୍ତି, କିନ୍ତୁ ସେ ଗୋଟେ ଏମିତିଆ ବ୍ୟକ୍ତିତ୍ୱ, ସେ ରାଜନୀତି ଉର୍ଦ୍ଧ୍ୱରେ ରହିକି ଦଳ ବଳ ନିର୍ବିଶେଷରେ ସେ କଂଗ୍ରେସ ବିଜେପି ବିଭିନ୍ନ କେତେ ଦଳ ଲୋକ ଆମ ଥିରେ ଅଛନ୍ତି, ଆମେ ସେଟା କହିପାରିବୁନି। ତେଣୁ ସେ ଗୋଟେ ବ୍ୟକ୍ତି ନୁହନ୍ତି, ସେ ବର୍ତ୍ତମାନ ଆମ ପାଇଁ ଗୋଟେ ଅନୁଷ୍ଠାନ, କଳାକାର ମାନଙ୍କ ପାଇଁ। ତେଣୁ ସେ ଗୋଟେ ଅନୁଷ୍ଠାନ ବିରୁଦ୍ଧରେ ଯେତେବେଳେ ପ୍ରଭାତ ବିଷୟ ବିରୁଦ୍ଧରେ ଏଇଭଳିଆ ମନ୍ତବ୍ୟ ରଖିଛି, ଆଶାହୀନ ମନ୍ତବ୍ୟ, ଅଶ୍ଳୀଳ ଭାଷା ପ୍ରୟୋଗ କରିବା, ସେ ମାନେ ପ୍ରଭାତ ବିଷୟ ତାର ଲେଖାଶ୍ରୀର ବାପା ସମାନ ହେବେ ନା ନାଇଁ? ତେଣୁ ସେଇଭଳିଆ ବ୍ୟକ୍ତିକୁ ଏଇଭଳିଆ କଥା କହିବା, ମାନେ ଜଗନ୍ନାଥ ଦେଶରେ ଜନ୍ମ ନେଇ ଜଗନ୍ନାଥଙ୍କର ସେ ଜଗନ୍ନାଥ ମୁଣ୍ଡରେ ହାତ ଦେଇକି କହୁ ନିୟମ କରୁ ଆସିକିରି ଯେ ପ୍ରଭାତ ବିଶ୍ୱାଳ ଟଙ୍କା ନେଇଛି, କୋଉଠି ପ୍ରମାଣ ଅଛି ସେ ଜଗନ୍ନାଥଙ୍କ ଉପରେ ହାତ ରଖିକି ନିୟମ କରିପାରିବ? ମିଛରେ ଗୋଟେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଣେ ଗୁରୁଜନଙ୍କୁ ପୁଣି ଏଭଳିଆ ପିତୃତୁଲ୍ୟ ଲୋକକୁ ଆଣିକି ଏଭଳିଆ କାମ କରିବା, ଏଇଟାକୁ କଳାକାର ମାନେ କେବେ ବରଦାସ୍ତ କରିବେ ନାହିଁ। ଏହାପରେ 3 ଦିନ ସମୟ ଦିଆହେଇଛି ରାଜ୍ୟ କମିଟି ତରଫରୁ। ଆମେ ପ୍ରତ୍ୟେକ ଜିଲ୍ଲାରେ 29 ତାରିଖ ଦିନ ଆମ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟରରେ ସବୁ କଳାକାର ମାନେ ପ୍ରତିବାଦ କରିବୁ, ଆଉ ଲେଖାଶ୍ରୀ ମ୍ୟାଡାମ ତାହାର କ୍ଷମା ପ୍ରାର୍ଥନା କରିବେ। ନଚେତ ଆମେ 5 ତାରିଖ ଦିନ ପୁଣି ଭୁବନେଶ୍ୱର ଆସିକି ଗୋଟେ ବଡ ଧରଣର ଗୋଟେ କାର୍ଯ୍ୟ